ବର୍ତ୍ତମାନ ଆପଣମାନେ ଆମ ସହ ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ଯୋଡ଼ି ହୋଇପାରିବେ। ସମସ୍ତଙ୍କୁ ନମସ୍କାର ଏବଂ ଓଡ଼ିଆ ଏକାଡେମୀର ସାହିତ୍ୟ ଆଲୋଚନା ପରିସରକୁ ପୁଣି ଥରେ ବହୁତ ସ୍ୱାଗତ। ଆଜିର କ୍ଲାସ୍ ବହୁତ ଇଣ୍ଟରେଷ୍ଟିଂ ହେବାକୁ ଯାଉଛି। ତା ପୂର୍ବରୁ ଭାଷା ବିଜ୍ଞାନ ସମ୍ପର୍କିତ ପୂର୍ବ ଆଲୋଚନା ଗୁଡ଼ିକ ଯଦି ଆପଣମାନେ ଦେଖି ନାହାନ୍ତି ତାହେଲେ ଉପରେ ଆଇ ବଟନକୁ କ୍ଲିକ୍ କରିକି ତାହା ଦେଖିପାରିବେ କିମ୍ବା ଭିଡ଼ିଓର ଡେସ୍କ୍ରିପସନରେ ଆପଣମାନଙ୍କୁ ପ୍ଲେଲିଷ୍ଟର ଲିଙ୍କ ଦିଆଯାଇଛି ସେଠାରୁ ମଧ୍ୟ ଦେଖିପାରିବେ। ଭାଷା ବିଜ୍ଞାନର କ୍ଲାସେସରେ ଆଜି ଆମେ ଅର୍ଥ ବିଜ୍ଞାନ ସମ୍ପର୍କରେ ଆଲୋଚନା କରିବା। ଏବେ ଅଧିକ ସମୟ ନଷ୍ଟ ନକରି ଆଗକୁ ବଢ଼ିବା। ଆଜିର କ୍ଲାସରେ ଆମେ ୟୁଜିସି ନେଟ୍ ସମ୍ପର୍କିତ ପାଠର ଆଲୋଚନା ସହ ଏହାର ପ୍ରଶ୍ନକୁ ମଧ୍ୟ ଦେଖିବା ଏବଂ ଆମର ଦୈନନ୍ଦିନ ଜୀବନରେ ଘଟୁଥିବା କିଛି ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ନିଶ୍ଚୟ ଦେଖିବେ। ପ୍ରଥମେ ଆମେ ଅର୍ଥ ବିଜ୍ଞାନକୁ ବୁଝିନେବା। ଭାଷାକୁ ଦୁଇଟି ଦୃଷ୍ଟିକୋଣରୁ ବିଚାର କରାଯାଏ, ଯଥା ବାହ୍ୟ ରୂପ ବା ଗାଠନିକ ସଂରଚନା, ଯେମିତି ତାର ଧ୍ୱନି, ଶବ୍ଦ ଏବଂ ବାକ୍ୟରେ ହୋଇଥାଏ, ଏବଂ ଅନ୍ୟଟି ତାର ଆଭ୍ୟନ୍ତରୀଣ ରୂପ ବା ତାର ଅର୍ଥ। ଯଦି ଆମେ ଭାଷାକୁ ବିଚାର କରିବା ତାହେଲେ ତାହାର ଦୁଇଟି ଆମେ ଦୃଷ୍ଟିକୋଣକୁ ଲକ୍ଷ୍ୟ କରିବା। ପ୍ରଥମେ ହେଉଛି ଭାଷାର ବାହ୍ୟ ରୂପ, ଯାହାକି ତାର ଗାଠନିକ ସଂରଚନାକୁ ବୁଝାଏ, ଏବଂ ଅନ୍ୟଟି ହେଉଛି ଏହାର ଆଭ୍ୟନ୍ତରୀଣ ରୂପ, ଯାହାକି ଭାଷାରେ ବ୍ୟବହୃତ ପ୍ରତ୍ୟେକ ଧ୍ୱନି, ଶବ୍ଦ ତଥା ବାକ୍ୟକୁ ଅର୍ଥ ପ୍ରଦାନ କରେ। ଆମେ ଉଦାହରଣ ଦେଖିବା। ଉଦାହରଣ ସ୍ୱରୂପ ଜଳ। ଯଦି ଜଳର ବାହ୍ୟ ରୂପ କଣ ଆମେ ଲକ୍ଷ୍ୟ କରିବା ତାହେଲେ ତାହା ହେବ ଜ ବ୍ୟଞ୍ଜନରେ ଅ ସ୍ୱର, ଳ ବ୍ୟଞ୍ଜନରେ ଅ ସ୍ୱର। ଏଇଭଳି ଜଳ ଶବ୍ଦ ସୃଷ୍ଟି ହେଲା। କିନ୍ତୁ ଜଳ କହିଲେ ଯେ ବର୍ଣ୍ଣହୀନ ଏକ ପାନୀୟ ପଦାର୍ଥକୁ ବୁଝାଏ, ତାହା ହେଉଛି ଏହାର ଆଭ୍ୟନ୍ତରୀଣ ଅର୍ଥ। ଭାରତୀୟ ବ୍ୟାକରଣ ଆଧାରରେ ଭାଷାର ଅର୍ଥ ବୁଝିବା ପାଇଁ ଅନେକ ସାଧାରଣ ଉପାୟ ରହିଛି। ସାଧାରଣ ଭାବରେ ବକ୍ତା ଯାହା କହନ୍ତି ଶ୍ରୋତା ତାହା ଶୁଣି ଯେଉଁ ଚିନ୍ତା ପ୍ରକାଶ କରନ୍ତି ତାହା ହିଁ ଅନେକାଂଶରେ ବକ୍ତା କହିଥିବା ବାକ୍ୟର ଅର୍ଥ। ଯେତେବେଳେ ଆମେ ଦୈନନ୍ଦିନ ଜୀବନରେ କଥାବାର୍ତ୍ତା କରୁ ଏବଂ ସେଥିରେ ଅର୍ଥ ଖୋଜିବା ପାଇଁ ଚେଷ୍ଟା କରୁ, ଆମେ ଲକ୍ଷ୍ୟ କରୁ ଯେ ବକ୍ତା ଯାହା ବି କିଛି କୁହନ୍ତି ଶ୍ରୋତା ତାହାକୁ ଶୁଣିବା ପରେ ଯେଉଁ ଚିନ୍ତା ପ୍ରକାଶ କରନ୍ତି ତାହା ହିଁ ବକ୍ତାଙ୍କ କହିଥିବା ବାକ୍ୟର ଅର୍ଥକୁ ବୁଝାଏ। କିନ୍ତୁ ଏହି ଅର୍ଥ ବେଳେବେଳେ ସ୍ଥାନ, କାଳ, ପାତ୍ରାଦିରେ ଭେଦରେ ଭିନ୍ନ ହୋଇପାରେ। ତ ବେଳେବେଳେ ବକ୍ତାଙ୍କର କହିଥିବା ବାକ୍ୟର ଅର୍ଥକୁ ଶ୍ରୋତା ନିରୂପଣ କଲା ସମୟରେ ସ୍ଥାନ, କାଳ, ପାତ୍ର ଆଦିରେ ଏହା ଭିନ୍ନ ହୋଇପାରେ। ଧ୍ୱନି, ଶବ୍ଦ ଓ ରୂପର ପରିବର୍ତ୍ତନ ପରି ଅର୍ଥରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ। ଆମେ ଯେମିତି ଧ୍ୱନିଗତ ପରିବର୍ତ୍ତନକୁ ଦେଖୁଛୁ, ଶବ୍ଦଗତ ପରିବର୍ତ୍ତନକୁ ଦେଖୁଛୁ, ରୂପଗତ ପରିବର୍ତ୍ତନକୁ ଲକ୍ଷ୍ୟ କରୁଛୁ, ସେହିଭଳି ଶବ୍ଦର, ବାକ୍ୟର କିମ୍ବା ଭାଷାର ଆଭ୍ୟନ୍ତରୀଣ ପରିବର୍ତ୍ତନ ମଧ୍ୟ ଘଟିଥାଏ, ଯାହାକି ଭାଷାର ଅର୍ଥ ପରିବର୍ତ୍ତନ ବୋଲି ଆମେ ଜାଣୁଛୁ। ଧ୍ୱନି ପରିବର୍ତ୍ତନ ଦ୍ୱାରା ଶବ୍ଦର ଆଙ୍ଗିକ ବା ବାହ୍ୟ ପରିବର୍ତ୍ତନ ହେଉଥିବା ବେଳେ ଅର୍ଥ ପରିବର୍ତ୍ତନ ଦ୍ୱାରା ତାର ଆତ୍ମିକ ଅର୍ଥାତ୍ ଆଭ୍ୟନ୍ତରୀଣ ପରିବର୍ତ୍ତନ ଘଟିଥାଏ। ଯେତେବେଳେ ଧ୍ୱନି ପରିବର୍ତ୍ତନ ଘଟେ ସେତେବେଳେ କଣ ହୁଏ ନା ଶବ୍ଦର ଆଙ୍ଗିକ ବା ବାହ୍ୟ ପରିବର୍ତ୍ତନ ଘଟିଥାଏ। କିନ୍ତୁ ଯେତେବେଳେ ଆମେ ଅର୍ଥ ପରିବର୍ତ୍ତନ କହୁଛୁ ସେତେବେଳେ ଉକ୍ତ ଶବ୍ଦର ଆତ୍ମିକ ତଥା ଆଭ୍ୟନ୍ତରୀଣ ପରିବର୍ତ୍ତନକୁ ଆମେ ଲକ୍ଷ୍ୟ କରିପାରିବା। ଏହି ପରିବର୍ତ୍ତନ ବିଭିନ୍ନ କାରଣରୁ ଓ ବିଭିନ୍ନ ଭାବରେ ସଂଗଠିତ ହୋଇଥାଏ। ତ ଅର୍ଥ ପରିବର୍ତ୍ତନ ଅନେକ କାରଣ ରହିଛି। ସେ କାରଣ ଗୁଡ଼ିକ ସମ୍ପର୍କରେ ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଅର୍ଥ ପରିବର୍ତ୍ତନ ଭାଷା ବିଜ୍ଞାନରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବୋଲି ଭାଷାବିତ୍ ଗ୍ରେଓ ବ୍ଲୁମଫିଲ୍ଡ ମତ ଦେଇଛନ୍ତି। ତେବେ ଅର୍ଥ ପରିବର୍ତ୍ତନ ଯେ ଭାଷା ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସେ ସମ୍ପର୍କରେ ଗ୍ରେଓ ବ୍ଲୁମଫିଲ୍ଡ ନିଜର ମତାମତ ଉପସ୍ଥାପନ କରିଛନ୍ତି। ଅର୍ଥ ପରିବର୍ତ୍ତନକୁ ଅର୍ଥ ବିକାଶ ମଧ୍ୟ କୁହାଯାଏ। ତେବେ ଅର୍ଥରେ ଯେଉଁ ପରିବର୍ତ୍ତନ ଘଟେ ତାହା ଅର୍ଥକୁ ଅବନତି ଆଡ଼କୁ ନିଏ ନାହିଁ, ଏହା ଅର୍ଥର ବିକାଶକୁ ହିଁ ବୁଝାଏ। ଶବ୍ଦ ହେଉଛି ଅର୍ଥାଧୀନ। ଶବ୍ଦ ଅର୍ଥ ଉପରେ ନିର୍ଭର କରେ। ସାର୍ଥକ ହେବା ପାଇଁ ଏହାର ନିର୍ଦ୍ଦିଷ୍ଟ ଗୋଟିଏ ଅର୍ଥ ରହିବା ଆବଶ୍ୟକ। ଏହା ପୁଣି ବ୍ୟକ୍ତିରୁ ବ୍ୟକ୍ତିକୁ, ସମାଜରୁ ସମାଜକୁ ଏବଂ ଦେଶରୁ ଦେଶକୁ ଗତି କରେ। ଏହି ଗତି ତାର ଆଭ୍ୟନ୍ତରୀଣ ପରିବର୍ତ୍ତନର ମୌଳିକ କାରଣ। ତ ଶବ୍ଦ ଯେହେତୁ ଅର୍ଥାଧୀନ ଅଟେ ଏବଂ ବ୍ୟକ୍ତିରୁ ବ୍ୟକ୍ତିକୁ, ସମାଜରୁ ସମାଜକୁ, ଦେଶରୁ ଦେଶକୁ ଗତି କରିଥାଏ, ଏହି ଗତିବିଧିରେ ହିଁ ଏହି ଶବ୍ଦର ଆଭ୍ୟନ୍ତରୀଣ ପରିବର୍ତ୍ତନ ଘଟିଥାଏ। ଭାରତୀୟ ବ୍ୟାକରଣ ଶାସ୍ତ୍ରର ଦୃଷ୍ଟିକୋଣରୁ ଶବ୍ଦ ଓ ଅର୍ଥ ପରିବର୍ତ୍ତନକୁ ଆଲୋଚନା କଲେ ଶବ୍ଦର ତିନୋଟି ଶକ୍ତିକୁ ଆଲୋଚନା କରାଯିବା ଅତ୍ୟାବଶ୍ୟକ। ଏବେ ଯଦି ଆମେ ଭାରତୀୟ ବ୍ୟାକରଣ ଶାସ୍ତ୍ରକୁ ଲକ୍ଷ୍ୟ କରିବା ତାହେଲେ ଶବ୍ଦ ଏବଂ ଏହାର ଅର୍ଥଗତ ପରିବର୍ତ୍ତନକୁ ଯେତେବେଳେ ଆମେ ଆଲୋଚନା କରୁଛୁ ତା ପୂର୍ବରୁ ଶବ୍ଦର ତିନୋଟି ଶକ୍ତି ବା ଶବ୍ଦ ଶକ୍ତି ସମ୍ପର୍କରେ ଆମର ନିର୍ଦ୍ଦିଷ୍ଟ ଧାରଣା ରହିବା ଆବଶ୍ୟକ ଅଟେ। ସେହି ଶବ୍ଦ ଶକ୍ତି ଗୁଡ଼ିକ କଣ କଣ? ପ୍ରଥମେ ହେଉଛି ଅଭିଧା, ଦୁଇ ହେଉଛି ଲକ୍ଷଣା ଏବଂ ତିନି ହେଉଛି ବ୍ୟଞ୍ଜନା। ଏ ସମ୍ପର୍କରେ ଆମର ଧାରଣା ପ୍ରଥମେ ସ୍ପଷ୍ଟ ହେବା ଆବଶ୍ୟକ। ତାପରେ ଯାଇ ଆମେ ଅର୍ଥ ବିଜ୍ଞାନ, ଅର୍ଥ ପରିବର୍ତ୍ତନ ବିଭିନ୍ନ କାରଣ ତଥା ଏହାର ବିଭିନ୍ନ ପ୍ରକାର ଭେଦ ଏବଂ ଦିଗ ଗୁଡ଼ିକୁ ଭଲ ଭାବରେ ବୁଝିପାରିବା। ଠିକ ଅଛି, ପ୍ରଥମେ ଦେଖିବା ଅଭିଧା କଣ? ଗୋଟିଏ ଶବ୍ଦର ଉଚ୍ଚାରଣ ମାତ୍ରକେ ଯେଉଁ ଅର୍ଥ ସର୍ବପ୍ରଥମେ ଉପଲବ୍ଧ ହୁଏ ତାହାକୁ ଅଭିଧା ଅର୍ଥ କୁହାଯାଏ।
ଯେତେବେଳେ ଗୋଟିଏ ଶବ୍ଦ ଉଚ୍ଚାରଣ ହୁଏ ସେ ସମୟରେ ଯେଉଁ ଅର୍ଥଟି ସର୍ବପ୍ରଥମେ ଉପଲବ୍ଧ ହୋଇଥାଏ ଅବବୋଧକୁ ଆସିଥାଏ ତାହା ହିଁ ଉକ୍ତ ଶବ୍ଦର ଅଭିଧା ଅର୍ଥ ଅର୍ଥାତ୍ ମୂଳତଃ ଶବ୍ଦର ଆଭିଧାନିକ ଅର୍ଥ ହେଉଛି ଅଭିଧା। କହିବାର ତାତ୍ପର୍ଯ୍ୟ ହେଉଛି କଣ ଗୋଟିଏ ଶବ୍ଦର ଆଭିଧାନିକ ଅର୍ଥ ହିଁ ହେଉଛି ଏହାର ଅଭିଧା ଶକ୍ତି। ଆମେ ଯଦି ଉଦାହରଣ ସ୍ୱରୂପ ଗଙ୍ଗା ଶବ୍ଦକୁ ନେଲେ ତାହେଲେ ଗଙ୍ଗା କହିଲେ କଣ ବୁଝାଏ ନା ଭାରତର ଏକ ପ୍ରସିଦ୍ଧ ନଦୀ। ତେବେ ଏହା ହିଁ ହେଉଛି ଗଙ୍ଗା ଶବ୍ଦର ଅଭିଧା ଅର୍ଥ। ଠିକ ଅଛି। ଲକ୍ଷଣା କଣ ଗୋଟିଏ ଶବ୍ଦ ତାର ଆଭିଧାନିକ ଆକ୍ଷରିକ ଅर्थକୁ ପରିହାର କରି ତା ସହ ସମ୍ବନ୍ଧିତ ଏକ ଅर्थକୁ ପ୍ରକାଶ କଲେ ତାକୁ ଶବ୍ଦର ଲାକ୍ଷଣିକ ଅର୍ଥ କୁହାଯାଏ। ଯେତେବେଳେ ଗୋଟିଏ ଶବ୍ଦ କଣ କରେ ତାର ଆଭିଧାନିକ ଅर्थକୁ ତ୍ୟାଗ କରିଦିଏ ଏବଂ ତା ସହ ସମ୍ବନ୍ଧିତ ଗୋଟିଏ ଅर्थକୁ ଗ୍ରହଣ କରିନିଏ ସେତେବେଳେ ତାହା ହୋଇଯାଏ ଲକ୍ଷଣାର୍ଥ। ଉଦାହରଣ ସ୍ୱରୂପ ଆମେ ନେବା ଗଙ୍ଗାରେ ଶବରପଲ୍ଲୀ ଅବସ୍ଥିତ। ଯଦି ଆମେ ଏହାର ଆଭିଧାନିକ ଅର୍ଥ ଖୋଜିବା ତାହେଲେ କଣ ହେବ ନା ଭାରତର ଏକ ପ୍ରସିଦ୍ଧ ନଦୀରେ ଶବରପଲ୍ଲୀ ଅବସ୍ଥିତ। କିନ୍ତୁ ନଦୀ ମଧ୍ୟରେ କେବେ ମଧ୍ୟ ଗୋଟିଏ ପଲ୍ଲୀ ବା ଗ୍ରାମ ଅବସ୍ଥିତ ହୋଇପାରିବ ନାହିଁ। ଏଠାରେ ଗଙ୍ଗା କହିଲେ ସିଧାସଳଖ ଗଙ୍ଗା ନଦୀକୁ ନ ବୁଝାଇ ଗଙ୍ଗା ନଦୀର କୂଳକୁ ବୁଝାଉଛି ଅର୍ଥାତ୍ ଆକ୍ଷରିକ ଅର୍ଥ ସହ ସମ୍ବନ୍ଧିତ ଏକ ଅର୍ଥକୁ ଏହା ପରିପ୍ରକାଶ କଲା। ଏହା ହିଁ ହେଉଛି ଗଙ୍ଗା ଶବ୍ଦର ଲକ୍ଷଣାର୍ଥ। ଠିକ ଅଛି। ତାପରେ ଦେଖିବା ଆମେ ବ୍ୟଞ୍ଜନାର୍ଥ କଣ। ଗୋଟିଏ ଶବ୍ଦ ତାର ମୌଳିକ ରୂପକୁ ଛାଡ଼ି ପ୍ରାଥମିକ ଓ ଲାକ୍ଷଣିକ ଅର୍ଥ ବ୍ୟତୀତ ଅନ୍ୟ ଏକ ଅର୍ଥକୁ ପ୍ରକାଶ କରେ ଯାହା ସଂକେତ ଧର୍ମୀ ହୋଇଥାଏ। ଯେତେବେଳେ ଗୋଟିଏ ଶବ୍ଦ କଣ କରେ ତାର ପ୍ରାଥମିକ ଅର୍ଥକୁ ତ୍ୟାଗ କରେ ପୁଣି ଲାକ୍ଷଣିକ ଅର୍ଥକୁ ମଧ୍ୟ ତ୍ୟାଗ କରି ଅନ୍ୟ ଏକ ଅର୍ଥକୁ ପରିପ୍ରକାଶ କରେ ଯାହାକି ବ୍ୟଞ୍ଜନା ଧର୍ମୀ ଏବଂ ସଂକେତ ଧର୍ମୀ ହୋଇଥାଏ। ଏହାକୁ ଶବ୍ଦର ବ୍ୟଞ୍ଜନାର୍ଥ ବୋଲି କୁହାଯାଏ। ଏହା କଣ ଶବ୍ଦର ବ୍ୟଞ୍ଜନା ଅର୍ଥ। ଯଥା ରାମ ବାବୁଙ୍କ ଘର ପୁରା ଗଙ୍ଗା। ଯଦି ଆମେ ଏହି ବାକ୍ୟକୁ ଲକ୍ଷ୍ୟ କରିବା এই ଜାଗାରେ ଯୋଉ ଗଙ୍ଗା ପଦର ବ୍ୟବହାର ହେଇଛି ଏହା ଭାରତର ଏକ ପ୍ରସିଦ୍ଧ ନଦୀକୁ ମଧ୍ୟ ବୁଝାଉ ନାହିଁ କିମ୍ବା ଗଙ୍ଗା ନଦୀର କୂଳକୁ ମଧ୍ୟ ବୁଝାଉ ନାହିଁ। এই ଜାଗାରେ ଗଙ୍ଗା କଣ ବୁଝାଉଛି ନା ପବିତ୍ରତାକୁ ହିଁ ଅଭିବ୍ୟଞ୍ଜିତ କରୁଛି। ଯେତେବେଳେ ଆମେ କହୁଛୁ ରାମ ବାବୁଙ୍କ ଘର ପୁରା ଗଙ୍ଗା ମାନେ ରାମ ବାବୁଙ୍କ ଘର ପୁରା ପବିତ୍ର ଘର। ଠିକ ଅଛି। ଏହିପରି ଶବ୍ଦର ଆମେ ତିନୋଟି ଶକ୍ତିକୁ ଲକ୍ଷ୍ୟ କରିପାରୁଛେ ଯାହା ଗୋଟିଏ ଶବ୍ଦକୁ ଭିନ୍ନ ଭିନ୍ନ ଅର୍ଥ ପ୍ରଦାନ କରୁଛି। ଏହି ଅନୁସାରେ ହିଁ ଆମେ ଅର୍ଥ ପରିବର୍ତ୍ତନ ବିଭିନ୍ନ କାରଣ ଏବଂ ଏହାର ଦିଗକୁ ସ୍ପଷ୍ଟ ଭାବରେ ବୁଝିପାରିବା। ତେବେ ଦେଖିବା ଅର୍ଥ ପରିବର୍ତ୍ତନର ବିଭିନ୍ନ କାରଣ ଗୁଡ଼ିକ। ଧ୍ୱନି ଓ ରୂପ ପରିବର୍ତ୍ତନର ପରିସର ଅପେକ୍ଷା ଅର୍ଥ ପରିବର୍ତ୍ତନର ପରିସର ଯଥେଷ୍ଟ ବ୍ୟାପକ କାରଣ ଅର୍ଥ ପରିବର୍ତ୍ତନ ଭୂଗୋଳ ଇତିହାସ ପରି ବାହ୍ୟ ତତ୍ତ୍ୱ ଠାରୁ ଆରମ୍ଭ କରି ମାନସିକ ଗୁଣ ଦୋଷ ପର୍ଯ୍ୟନ୍ତ ବହୁ ବ୍ୟାପକ ହେତୁ ଉପରେ ନିର୍ଭର କରେ। କୁହାଯାଉଛି କି ଧ୍ୱନି ପରିବର୍ତ୍ତନ ଏବଂ ରୂପ ପରିବର୍ତ୍ତନ ତୁଳନାରେ ଅର୍ଥ ପରିବର୍ତ୍ତନ ପରିସର ସବୁଠାରୁ ଅଧିକ ବ୍ୟାପକ ଅଟେ କାରଣ ଏହା ଭୂଗୋଳ ଇତିହାସର ବାହ୍ୟ ତତ୍ତ୍ୱ ଠାରୁ ଆରମ୍ଭ କରି ମଣିଷର ମାନସିକ ଗୁଣ ଦୋଷ ପର୍ଯ୍ୟନ୍ତ ଅନେକ ବ୍ୟାପକ କାରଣ ଉପରେ ନିର୍ଭର କରିଥାଏ। ଶବ୍ଦ ସୃଷ୍ଟି ପ୍ରାରମ୍ଭରେ ଏହା ଗୋଟିଏ ଅର୍ଥ ସହ ସଂଶ୍ଳିଷ୍ଟ ଥିଲେ ହେଁ କାଳକ୍ରମେ ଏହାର ବହୁ ସଂକେତ ବା ବହୁ ଅର୍ଥ ଉଦ୍ଘାଟିତ ହୁଏ। ଶବ୍ଦ ଯେତେବେଳେ ସୃଷ୍ଟି ହୋଇଥାଏ ତାହା ନିହାତି ଭାବରେ ଗୋଟିଏ ଅର୍ଥକୁ ହିଁ ବହନ କରେ କିନ୍ତୁ ସମୟକ୍ରମେ ଏହା ବହୁ ଅର୍ଥ ଏବଂ ବହୁ ସଂକେତକୁ ପ୍ରକାଶ କରିଥାଏ। ଠିକ ଅଛି। ସଂସ୍କୃତ ସାହିତ୍ୟ ଏ ଦିଗରେ ଅତ୍ୟନ୍ତ ସମୃଦ୍ଧ। ଯଦି ଆମେ ସଂସ୍କୃତ ସାହିତ୍ୟକୁ ଲକ୍ଷ୍ୟ କରିବା ତାହେଲେ ସଂସ୍କୃତ ସାହିତ୍ୟର ଗୋଟିଏ ଗୋଟିଏ ଶବ୍ଦ ଅନେକ ଅର୍ଥକୁ ବହନ କରିଥାଏ। ଗୋଟିଏ ଗୋଟିଏ ସଂସ୍କୃତ ଶବ୍ଦ ଶତାଧିକ ଅର୍ଥ ବହନ କରିବାର ଲକ୍ଷ୍ୟ ହୁଏ। ଅର୍ଥକୁ ପରିବର୍ତ୍ତନ କରିବା ଉପରେ ସଂସ୍କୃତ ବିଦ୍ୱାନ ମାନେ ଶବ୍ଦ ଶକ୍ତି ଯଥା ବ୍ୟଞ୍ଜନା ଲକ୍ଷଣ ଓ ଅଭିଧାର ପରିକଳ୍ପନା କରିଛନ୍ତି। ତେବେ ଏହି ଅର୍ଥକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟ ନେଇ ସଂସ୍କୃତ ବିଦ୍ୱାନ ମାନେ ହିଁ ଏହି ଶବ୍ଦ ଶକ୍ତି ଗୁଡ଼ିକର ପରିକଳ୍ପନା କରିଛନ୍ତି ଯାହାକୁ ଆମେ ଅଭିଧା ଲକ୍ଷଣ ଏବଂ ବ୍ୟଞ୍ଜନା ଭାବରେ ଆଲୋଚନା କଲେ। ତେବେ ଆମେ ଅର୍ଥ ପରିବର୍ତ୍ତନର କେତେକ ପ୍ରମୁଖ କାରଣକୁ ଏ ଜାଗାରେ ଆଲୋଚନା କରିବା। ପ୍ରଥମେ ଦେଖିବା ଧ୍ୱନି ତାତ୍ତ୍ୱିକ କାରଣ। ଧ୍ୱନି ତାତ୍ତ୍ୱିକ କାରଣ କଣ ନା ଧ୍ୱନି ପରିବର୍ତ୍ତନ ହେବା ଫଳରେ ଶବ୍ଦ କିମ୍ବା ଏହାର ଅର୍ଥରେ ମଧ୍ୟ ଆମେ ଅନେକ ପରିବର୍ତ୍ତନ ଦେଖିବାକୁ ପାଉ। ଠିକ ଅଛି। ପ୍ରଥମେ ଦେଖିବା ସ୍ୱରାଗମ ହେଲେ ଅର୍ଥ କିପରି ପରିବର୍ତ୍ତିତ ହୋଇଥାଏ। ସ୍ୱରାଗମ କଣ ନା ଯେତେବେଳେ କୌଣସି ଶବ୍ଦ ମଧ୍ୟରେ ସ୍ୱର ଧ୍ୱନିର ଆଗମନ ଘଟିଥାଏ ତାହା ସ୍ୱରାଗମ। ମର ଶବ୍ଦରେ ଯଦି ପୂର୍ବରୁ ଅସ୍ୱର ଧ୍ୱନିର ଆଗମନ ଘଟୁଛି ତାହେଲେ ଏହା ଠିକ ତାର ବିପରୀତ ଅର୍ଥକୁ ବୁଝାଉଛି। ଠିକ ଅଛି। ଯଦି ବ୍ୟଞ୍ଜନାଗମ ହେଲା ତାହେଲେ କଣ ହେବ ନା ଆତ ଶବ୍ଦରେ ସବ୍ୟଞ୍ଜନ ଧ୍ୱନିର ଆଗମନ ହେବା ଫଳରେ ଏହା ସାତକୁ ବୁଝାଉଛି। ଆତ ଏକ ଫଳ ହୋଇଥିବା ବେଳେ ସାତ ହେଉଛି ଏକ ଅଙ୍କ। ଯଦି ସ୍ୱର ଲୋପ ହୁଏ ତାହେଲେ ଆଚରଣଟି ଚରଣରେ ପରିବର୍ତ୍ତନ ହେଇଗଲା। ଏ ଜାଗାରେ ଆ ସ୍ୱର ଧ୍ୱନି ଲୋପ ହେଲା ଯାହା ଫଳରେ ବ୍ୟବହାରଟି ପାଦରେ ପରିଣତ ହେଇଗଲା। ଯଦି ବ୍ୟଞ୍ଜନ ଲୋପ ହୁଏ କଣ ହେବ ନା କାମଟି ଆମରେ ପରିଣତ ହେଇଗଲେ କ ବ୍ୟଞ୍ଜନ ଲୋପ ହେବା ଫଳରେ କର୍ମଟି କଣ ହେଇଯାଉଛି
ନା ଆମ୍ଭ ଅର୍ଥରେ ବ୍ୟବହାର ହେଇଯାଉଛି। ପୁଣି ଧ୍ୱନି ବିପର୍ଯ୍ୟୟ ଯଦି ଘଟେ ବା ଧ୍ୱନି ମାନେ ନିଜର ସ୍ଥାନ ଯଦି ପରିବର୍ତ୍ତନ କରନ୍ତି ତାର ଉଦାହରଣ ଆମେ ଦେଖିବା ସହସାଟି ସାହସରେ ପରିଣତ ହେଇଯାଉଛି। ଏ ଜାଗାରେ କଣ ହେଉଛି ନା ଆ ଧ୍ୱନିଟି ଶବ୍ଦର ଶେଷରେ ବ୍ୟବହାର ହେବା ପରିବର୍ତ୍ତେ ଯଦି ଶବ୍ଦର ଆରମ୍ଭରେ ବ୍ୟବହାର ହେଇଯାଉଛି ତାହେଲେ କଣ ହେଉଛି ଏହା ସହସା ବା ହଠାତ୍ କୁ ନ ବୁଝାଇ ସାହସ ବା ଦମ୍ଭକୁ ବୁଝାଉଛି। ପୁଣି ନାସିକି ଭବନରେ ମଧ୍ୟ ଅର୍ଥର ପରିବର୍ତ୍ତନ ଘଟିପାରେ। ଯେମିତି ଯଦି ପାଇ ଶବ୍ଦଟି ପାଇଁ ଭାବରେ ଉଚ୍ଚାରିତ ହୁଏ କିମ୍ବା ଲିଖିତ ହୁଏ ସେତେବେଳେ କଣ ହୁଏ ପ୍ରାପ୍ତି ବଦଳରେ ଏହା ନିମିତ୍ତ ଅର୍ଥରେ ବ୍ୟବହୃତ ହୋଇଥାଏ। ଠିକ ଅଛି। ତ ଧ୍ୱନି ତାତ୍ତ୍ୱିକ କାରଣର ଅନେକ ଉଦାହରଣ ଦିଆଯାଇଛି ପୁସ୍ତକ ମାନଙ୍କରେ କିନ୍ତୁ ଯେଉଁ ଗୁଡ଼ିକ ଇମ୍ପୋର୍ଟାଣ୍ଟ ମୁଁ ସେଗୁଡ଼ିକୁ ହିଁ ଏ ଜାଗାରେ ଆଲୋଚନା କରିଛି। ଯଦି ଆପଣମାନେ ଆହୁରି ଅଧିକ ତଥ୍ୟ ଜାଣିବା ପାଇଁ ଚାହିଁବେ ନିଶ୍ଚୟ ଥରେ ବହିକୁ ଦେଖିବେ। ନେକ୍ସଟ ହେଉଛି ଶବ୍ଦ ତାତ୍ତ୍ୱିକ କାରଣ। ଶବ୍ଦ କ୍ଷେତ୍ରରୁ ମଧ୍ୟ ଅର୍ଥର ଅନେକ ପରିବର୍ତ୍ତନ ଆମେ ଦେଖିବାକୁ ପାଇଥାଉ ଏବଂ ଶବ୍ଦ ତାତ୍ତ୍ୱିକ କାରଣ ମଧ୍ୟ ଅନେକ ପ୍ରକାର ରହିଛି ସେଗୁଡ଼ିକୁ ଆମେ ଗୋଟି ଗୋଟି କରି ଆଲୋଚନା କରିବା। ଯେତେବେଳେ ଗୋଟିଏ ଶବ୍ଦ ବହୁଳ ଭାବରେ ପ୍ରୟୋଗ ହୋଇଥାଏ ସେତେବେଳେ ମଧ୍ୟ ତାର ଅର୍ଥ ପରିବର୍ତ୍ତିତ ହୋଇଥାଏ। ଉଦାହରଣ ସ୍ୱରୂପ ଆମେ ନେଲେ ଶ୍ରୀମାନ। ଶ୍ରୀମାନର ମୂଳ ଅର୍ଥଟି କଣ ଥିଲା ନା ଧନବାନ, କିନ୍ତୁ ଏହା ବହୁଳ ଭାବରେ ବ୍ୟବହାର ହେବା ଫଳରେ କଣ ହେଉଛି ନା ଯେକୌଣସି ପୁରୁଷଙ୍କର ନାମର ଆଗରେ ଏହା ବ୍ୟବହାର ହେଉଛି। ନେକ୍ସଟ ଆଳଙ୍କାରିକ ପ୍ରୟୋଗ ଫଳରେ ଶବ୍ଦ ନିଜର ଅର୍ଥକୁ ପରିବର୍ତ୍ତନ କରିଥାଏ। ଯେମିତି ଗଧ ଶବ୍ଦକୁ ଅଳସୁଆ ଅର୍ଥରେ ବ୍ୟବହାର କରାଯାଏ। ଏହା କଣ ନା ଗୋଟିଏ ଶବ୍ଦର ଆଳଙ୍କାରିକ ପ୍ରୟୋଗ। ଏହାକୁ ଆମେ ଶବ୍ଦର ବ୍ୟଞ୍ଜନାର୍ଥ ବୋଲି ମଧ୍ୟ କହିପାରିବା। ଠିକ ଅଛି। ନେକ୍ସଟ ଦେଖିବା କଣ୍ଟା। ଯେତେବେଳେ କୌଣସି ବ୍ୟକ୍ତି ବିଶେଷ କିମ୍ବା ଯେକୌଣସି ବସ୍ତୁକୁ ଆମେ ପ୍ରତିବନ୍ଧକ ଭାବରେ ଭାବି ନେଉ ସେତେବେଳେ ଆମେ ସେ ଜାଗାରେ କଣ୍ଟା ଶବ୍ଦର ବ୍ୟବହାର କରୁ। କିନ୍ତୁ ଏ ଜାଗାରେ କଣ୍ଟା କହିଲେ କୌଣସି କଣ୍ଟକକୁ ବୁଝାଏ ନାହିଁ, କିନ୍ତୁ ଏ ଜାଗାରେ କଣ୍ଟା କହିଲେ ବିଶେଷ ଭାବରେ ଏକ ପ୍ରତିବନ୍ଧକକୁ ହିଁ ବୁଝାଏ। ଶବ୍ଦର ପ୍ରତୀକାତ୍ମକ ପ୍ରୟୋଗରେ ମଧ୍ୟ ଅର୍ଥ ପରିବର୍ତ୍ତନ ହୁଏ। ଯଥା ଲାଲ ଝଣ୍ଡା କହିଲେ ଏହା କମ୍ୟୁନିଷ୍ଟ ପ୍ରତୀକକୁ ବୁଝାଏ। ପଇତା କହିଲେ ଏହା ବ୍ରାହ୍ମଣକୁ ବୁଝାଏ। ଶବ୍ଦର ବ୍ୟଙ୍ଗ ପ୍ରୟୋଗକୁ ଲକ୍ଷ୍ୟ କରିବା ଏଥିରେ ମଧ୍ୟ ଅର୍ଥ ପରିବର୍ତ୍ତନ ଘଟିଥାଏ। ଯେମିତି ଜଣେ ବିଧର୍ମୀ ଅର୍ଥରେ ଆମେ କଣ କରୁ ନା ଧର୍ମାବତାର ଶବ୍ଦଟି ବ୍ୟବହାର କରୁ। ଠିକ ଅଛି। ନେକ୍ସଟ ହେଉଛି ପଣ୍ଡିତ। ଯଦି ମୂର୍ଖ ଉଦ୍ଦେଶ୍ୟରେ ଆମେ ପଣ୍ଡିତ ଶବ୍ଦକୁ ବ୍ୟବହାର କଲେ ତାହେଲେ ଏହା ଶବ୍ଦର ବ୍ୟଙ୍ଗ ପ୍ରୟୋଗ ହେଲା ଯାହାକି ଅର୍ଥ ପରିବର୍ତ୍ତନ କଲା, ତାର ଆଭିଧାନିକ ଅର୍ଥକୁ ପରିତ୍ୟାଗ କଲା। ନେକ୍ସଟ କିଛି ଶବ୍ଦକୁ ଆମେ ଅସାବଧାନତାର ସହ ପ୍ରୟୋଗ କରିବା ଫଳରେ ମଧ୍ୟ ଏହାର ଅର୍ଥ ପରିବର୍ତ୍ତନ ଘଟିଥାଏ। ଉଦାହରଣ ସ୍ୱରୂପ ଆମେ ଅନୁପୂରକକୁ ନେଲେ। ଅନୁପୂରକ କହିଲେ କଣ ଯେତେବେଳେ ଗୋଟିଏ ବସ୍ତୁ କିମ୍ବା ଜିନିଷକୁ ଆମେ ସମାନ ଭାବରେ ଦୁଇ ଭାଗରେ ବିଭକ୍ତ କରୁଛୁ ତେବେ ଉଭୟ ହେଉଛନ୍ତି ପରସ୍ପରର ଅନୁପୂରକ। କିନ୍ତୁ ଆମେ ପରବର୍ତ୍ତୀ ସମୟରେ କଣ କଲେ ନା ଅଭାବ ପୂରଣ ଅର୍ଥରେ ଏହାକୁ ବ୍ୟବହାର କଲେ। ଯେମିତି ବୃକ୍ଷ ଏବଂ ମଣିଷ। ବୃକ୍ଷ ଏବଂ ମଣିଷ ହେଉଛନ୍ତି ପରସ୍ପରର ଅନୁପୂରକ, ଉଭୟ ଉଭୟଙ୍କର ଅଭାବକୁ ପୂରଣ କରନ୍ତି। କିନ୍ତୁ ବୃକ୍ଷ ଏବଂ ମଣିଷ ଦୁଇଟି ସମାନ ବିଭାଜନ ନୁହନ୍ତି। ନେକ୍ସଟ ଉଦାହରଣ ହେଉଛି ନିର୍ଲିପ୍ତ। ନିର୍ଲିପ୍ତ କହିଲେ ସାଧାରଣ ଭାବରେ ଗୋଟିଏ ଜିନିଷ ପ୍ରତି ଆମର ଆସକ୍ତି କମିଯିବାଟାକୁ ହିଁ ବୁଝାଏ, କିନ୍ତୁ ଅସାବଧାନ ଭାବରେ ଆମେ ଏହାକୁ ବ୍ୟବହାର କଲେ ଯାହା ଫଳରେ ଏହା ବିଶେଷ ଭାବରେ ଲିପ୍ତ ହେବା ଅର୍ଥରେ ବ୍ୟବହୃତ ହେଲା। କିଛି ଶବ୍ଦକୁ ଆମେ ଅଜ୍ଞାନବଶତଃ ପ୍ରୟୋଗ କରିବା ଫଳରେ ମଧ୍ୟ ଏହାର ପରିବର୍ତ୍ତନ ଘଟିଥାଏ। ଯେମିତି ପାଷାଣ୍ଡ। ପାଷାଣ୍ଡ ଶବ୍ଦର ପ୍ରକୃତ ଅର୍ଥ ହେଉଛି କଣ ନା ବୌଦ୍ଧ ଧର୍ମାବଲମ୍ବୀ ସନ୍ନ୍ୟାସୀ, କିନ୍ତୁ ବିଧର୍ମୀ ମାନଙ୍କ କ୍ଷେତ୍ରରେ ଏହି ଶବ୍ଦର ବହୁଳ ବ୍ୟବହାର କରାଯାଇଥାଏ। ଠିକ ସେହିପରି ଶାଠକ। ଶାଠକ ଶବ୍ଦର ଅର୍ଥ କଣ ଯିଏ ଶକ୍ତିଙ୍କର ଉପାସନା କରିବା ଶାକ୍ତ ସିଏ ହେଉଛି ଶାଠକ, କିନ୍ତୁ ଆମେ ଶଠ ଉଦ୍ଦେଶ୍ୟରେ ଏହି ଶାଠକ ଶବ୍ଦର ବ୍ୟବହାର କରିଥାଉ। ତାହେଲେ ଏହି ଶାଠକ ଶବ୍ଦ ତାର ପ୍ରକୃତ ଅର୍ଥକୁ ପରିତ୍ୟାଗ କରିକି ଅନ୍ୟ ଏକ ଅର୍ଥକୁ ଗ୍ରହଣ କରୁଛି। ସ୍ଥାନେ ସ୍ଥାନେ ଭୌଗୋଳିକ ବାତାବରଣ ମଧ୍ୟ ଶବ୍ଦର ଅର୍ଥକୁ ପରିବର୍ତ୍ତିତ କରିଥାଏ। ଯେମିତି ଛେନା ଶବ୍ଦକୁ ଆମେ ନେଲେ ପଶ୍ଚିମ ଓଡ଼ିଶାରେ ଛେନା କହିଲେ କାହାକୁ ବୁଝାଏ ନା ଗୋବର ଜାଳେଣୀକୁ ବୁଝାଏ। ଠିକ ଅଛି। କିନ୍ତୁ ପୂର୍ବ ଓଡ଼ିଶାରେ ଏହା ଦୁଗ୍ଧରେ ତିଆରି ଏକ ବିଶେଷ ସୁସ୍ୱାଦୁ ଖାଦ୍ୟକୁ ବୁଝାଏ। ପୁଣି ଉଦାହରଣ ସ୍ୱରୂପ ଆମେ ଗୁଡ଼ିକୁ ନେଲେ ଗୁଡ଼ି କହିଲେ ପଶ୍ଚିମ ଓଡ଼ିଶାରେ ଦେଉଳ ବା ମନ୍ଦିରକୁ ବୁଝାଏ, କିନ୍ତୁ ପୂର୍ବ ଓଡ଼ିଶାରେ ଗୁଡ଼ି କହିଲେ କାଗଜର ଖେଳଣାକୁ ବୁଝାଏ। ଠିକ ଅଛି, ଯାହାକୁ ଆମେ କାଇଟ୍ ବୋଲି କହୁଛେ। ତ ଭୌଗୋଳିକ ବାତାବରଣ ମଧ୍ୟ ଅର୍ଥ ପରିବର୍ତ୍ତନ ପାଇଁ ବିଶେଷ ଭାବରେ ସହାୟକ ହୋଇଥାଏ। ଏହା ସହିତ କାଳର ବ୍ୟବଧାନ ବା ସମୟଗତ ପରିବର୍ତ୍ତନରେ ମଧ୍ୟ ଅର୍ଥ ପରିବର୍ତ୍ତିତ ହୁଏ। ଉଦାହରଣ ସ୍ୱରୂପ ଅହି। ଅହି ଶବ୍ଦ ପୂର୍ବ ସମୟରେ ମେଘକୁ ବୁଝାଉଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଏହା ସର୍ପ ବା ସାପ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି। ଠିକ ସେହିପରି ବିପ୍ର ଶବ୍ଦକୁ ଆମେ ଉଦାହରଣ ସ୍ୱରୂପ ନେଲେ ଏହା ପୂର୍ବେ ବିଶେଷଜ୍ଞଙ୍କ ଅର୍ଥରେ ବ୍ୟବହାର ହେଉଥିଲା, କିନ୍ତୁ ବର୍ତ୍ତମାନ ସମୟରେ ବ୍ରାହ୍ମଣ ମାନଙ୍କୁ ବିପ୍ର ବୋଲି କୁହାଯାଏ। ଏହା ହେଉଛି ଅର୍ଥ ପରିବର୍ତ୍ତନର ଶବ୍ଦ ତାତ୍ତ୍ୱିକ କାରଣ।
ए जगह गोटे जिनस आपण मानकर प्रश्न उठी पारे जे कौन एभली प्रत्येक शब्द को आमको घोषिया पड़ो ना मन रखा पड़ो। तो जदि आपण मैंने यहाँ गभीर भाव में बुझापी चेष्टा करेंगे नहीं, जदि आपण यहाँ ध्यान सहकारे लक्ष्य करेंगे नहीं, एक्टिवली जदि आपण मैंने यहाँ शुणिबे नहीं, ताहले आपण को घोषिया पड़ो आ घोषिले सब मन रहिबो नाही। मु जहा किछि आलोचना करछि आपण माने स्क्रीन रे देखि ध्यान सहकारे से गुडी को सुनंतु। शुणिबा फल रे आपणकर फोटोग्राफिक मेमोरी एक्टिव हेबो, जहा फल रे आपण माने थरे जिंस को आखि पकई मध्य प्रश्नर उत्तर को पाई पारिबे। यदि आपण मान को आलोचनाटी भल लागुछि ताहले दया करी कमेंट माध्यम रे संपर्क रे हमकु निजर मतामत देबे। नेक्स्ट देखिबा रूपतात्विक कारण फल रे किभली अर्थर परिवर्तन घटी थाए। रूप कहले साधारणतः पद को बुझाए। अर्थ परिवर्तन रे रूपिम परिवर्तन विशेष कारण अटे। रूप कहले कहा को बुझाए ना पद को बुझाए। पद कौन ना वाक्य रे व्यवहृत हेउथबा शब्द गुड़िक हेउछंती पद। तो जेते बेले एही पद गुड़िक रे रूपिम परिवर्तन लक्ष्य होइथाए, सेही रूपिम परिवर्तन फल रे ही अर्थर परिवर्तन घटी थाए। ताहले रूपिम परिवर्तन कौन ना रूपिम कहले पद रे परिलक्षित हेउथबा प्रत्यय को बुझाए। जदि आमे रूपिम बोली कहिबा तेबे पदरे जो प्रत्यय गुड़िकर व्यवहार करा जाउछि बा किछि अधिकांश ध्वनिर व्यवहार करा जाउछि, सेही ध्वनि गुड़िक ही रूपिम अटंती। ठीक अछि। एही रूपिम को मुख्यतः दुई भाग रे विभक्त करा जाइछि, यथा मुक्त रूपिम एवं बद्ध रूपिम। ठीक अछि। एहा को नै कि यूजीसी नेट रे एक प्रश्न आमे देखिया को पाइथिले, मु से संपर्क रे आगु को आलोचना करिवि। प्रथमे देखिबा मुक्त रूपिम कोन। प्रत्ययहीन पद हेउछि मुक्त रूपिम। जो पदरे कौनसी प्रत्यय जोग होई नाही ताहा हेउछि मुक्त रूपिम। उदाहरण स्वरूप राम भात खाउछि। एठी राम और भात हेउछि मुक्त रूपिम। तबे एठी अर्थ परिवर्तन विशेष अवकाश न थाए। मुक्त रूपिम रे अर्थ परिवर्तन विशेष अवकाश आमे देखिया को पाऊ नाही। जदि राम भात खाउछि जगह रे राम शब्द रे कौनसी प्रकार प्रत्यय व्यवहार हैला नाही, भात रे कौनसी प्रत्यय व्यवहार हैला नाही, ताहेले एथिरे अर्थ परिवर्तन हेवार अवकाश बहुत कम थाए। किंतु बद्ध रूपिम क्षेत्र में आमे अर्थ परिवर्तन को लक्ष्य करि पारू। बद्ध रूपिम कौन ना मुक्त पदरे युक्त होइतिबा प्रत्यय, उपसर्ग, विभक्ति, क्रिया रूप आदि पदर बद्ध रूपिम को सूचाए। जेते बेले मुक्त पदरे कौन हुए ना प्रत्यय जोग हुए, उपसर्ग युक्त होइथाए, विभक्ति युक्त होइथाए किबा क्रिया रूप आदि युक्त होइथाए, सेते बेले ताहा बद्ध रूपिम को सूचाई थाए। ठीक अछि। ए संपर्क तो यूजीसी नेट रो प्रश्न कोन आपण मानकु मु स्क्रीन रे देखै देबा को चाहे। स्क्रीन रे आपण माने देखि पारुथिबे 5 नंबर प्रश्न, केउटी बद्ध रूपिम। ए जगह रे ऑप्शन दिया जायछि ए हाथ, बी खाइली, सी गछ, डी कलम। ठीक अछि। ए होछि 2013 मसियार जून सेशन रो पेपर 2 रो आसीथिबा प्रश्न। यार सठिक उत्तर होछि ऑप्शन बी खाइली। कारण खा क्रिया रे इली प्रत्यय जोग होइछि एवं एही इली प्रत्यय जोग हेबा फल रे खा क्रियार अतीत अर्थटी प्रतिपादित होछि। ठीक अछि। आमे वर्तमान आलोचना को फेरी आसीबा। उदाहरण दिया जाइछि राम भात को खाउछि। एठी भात शब्द रे कु विभक्ति जोग हेबा, पुणी खा क्रिया रे उछि प्रत्यय युक्त हेबा, याकू बद्ध रूपिम करूछि। तो आमे जगह रे कोन लक्ष्य कले ना भात रे जदि कु विभक्ति जोग होउछि, खा रे उछि प्रत्यय जोग होउछि, ताहेले एहा मुक्त रूपिम न होई बद्ध रूपिम रे परिवर्तित होउछि, जहा फल रे ए जगह रे अर्थर परिवर्तन घटुछि। ठीक अछि। जदि ए जगह रे उछि परिवर्ते इली प्रत्यय जोग होइथांता, ताहेले एहा वर्तमान काल को न बुझाई अतीत काल को बुझाई थांता। एही अनुसार अर्थ परिवर्तन होइथांता। ठीक अछि। तेबे बद्ध रूपिमर विभिन्न प्रकार भेद को आमे लक्ष्य करिबा, जहा कि प्रश्न आसीछि, एणु आमे गोटी गोटी करी आलोचना करिबा। प्रथमे देखिबा कृदंत बद्ध रूपिम। कृदंत काहाकू कुहा जाय ना जेते बेले धातु सहित प्रत्यय जोग हुए सेते बेले ताहाकू कृदंत कुहा जाय। धातु काहाकू कुहा जाय ना क्रियार मूल रूप को कुहा जाय। उदाहरण स्वरूप पढ़िबा एक क्रिया हुए ताहले पठ हेउछि यार धातु। तो ए जगह रे पठ रे अन प्रत्यय जोग हेले एहा जाउछि पठन, यार अर्थ हेउछि पढ़ा कार्य। किंतु पठ रे अक प्रत्यय जोग हे गेले कोन हेउछि एहा पाठ कहि जाउछि। पाठक कहिले पढुथुवा व्यक्ति को बुझाउछि। ठीक अछि। तो ए जगह रे कोन हेउछि एक कार्य को बुझाउथुवा बेले जगह रे एक व्यक्ति विशेष को बुझाउछि। एही परि भाव रे आमे कृदंत बद्ध रूपिम को लक्ष्य करि परिबा। नेक्स्ट देखिबा तद्धित बद्ध रूपिम। तद्धित कोन ना शब्द सहित जेते बेले प्रत्यय जोग हुए ताहा हुए तद्धित। ठीक अछि। उदाहरण स्वरूप एक गोटिए शब्द हे गेला, एथिरे ता प्रत्यय जोग हैला, जहा फल रे सृष्टि हैला
एकता शब्द। एकता शब्दर अर्थ होउछि एक हेबार भाव, किंतु एही एक शब्द रे त्र प्रत्यय जोग हेबा फल रे एहा एकत्र को बुझाउछि। एकत्र अर्थ होउछि एकाठी। तो ए जगह रे एकताटा एकाठी रे परिवर्तित हला, निहाती भाव रे शब्द रे किछि परिवर्तन घटिछि एवं शब्द रे परिवर्तन घटिबा फल रे अर्थ रे मध्य सामान्य परिवर्तन घटिछि। नेक्स्ट देखिबा क्रियाबद्ध रूपी। क्रियाबद्ध रूपी म कोन? क्रिया सहित जेतेबेले प्रत्यय जोग होउछि से जगह रे क्रियाबद्ध रूपी म होउछि। खा क्रिया सहित जेतेबेले उछि प्रत्यय जोग होउछि ताहा ही जाउछि खाउछि। खाउछि होउछि असंपूर्ण वर्तमान क्रिया। नेक्स्ट जेतेबेले एही खा क्रिया सहित उथिला प्रत्यय जोग होउछि ताहा ही जाउछि खाउथिला। एही खाउथिलाटी कोन ना असंपूर्ण अतीत को बुझाउछि। नेक्स्ट देखिबा विभक्तिबद्ध रूपी म। जेतेबेले शब्द सहित विभक्ति जोग हुए सेतेबेले ताहा हुए विभक्तिबद्ध रूपी म। जेमति बालक शब्द रे कु प्रत्यय जोग हेले ताहा हेला बालक कु। बालक कुटी एबे काहा को बुझाउछि ना संप्रदान कारक को बुझाउछि। ठीक अछि, किंतु बालक शब्द सहित जेतेबेले द्वारा विभक्ति जोग होउछि एही द्वाराटी होउछि तृतीय विभक्ति, जहा फल रे शब्द सृष्टि होउछि बालक द्वारा, एहा बुझाउछि करण कारक को। नेक्स्ट देखिबा लिंगबद्ध रूपी म। लिंगबद्ध रूपी मरे कोन हुए ना प्रत्यय जोग फल रे पुलिंग स्त्रीलिंग रे परिणत हुए। उदाहरण स्वरूप आमे गौड़ शब्द को नेले। गौड़ शब्दटी निजे पुलिंग अटे, किंतु एथिरे जेतेबेले एणी प्रत्यय जोग होउछि सेतेबेले ताहा गौणुणी शब्द रे परिवर्तित होउछि, जहा फल रे यार लिंग परिवर्तन घटुछि एवं एहा स्त्रीलिंग को बुझाउछि। ठीक अछि। नेक्स्ट देखिबा वचनबद्ध रूपी। उदाहरण स्वरूप बालक, जदि आमे बालक शब्द बोली कहिले ताहेले एहा निर्दिष्ट भाव रे जणे बालक को बुझाउछि, किंतु बालक माने कहिला बेल को एहा अनेक बालक को बुझाउछि। माने विभक्ति जोग हेबा फल रे कोन हेउछि ए जगह रे वचन रे परिवर्तन आसुछि। वचन रे परिवर्तन आसीबा फल रे अर्थ रे मध्य निहाती भाव रे परिवर्तन घटुछि। शेष रे होउछि उपसर्गबद्ध रूपी म। जेतेबेले उपसर्ग जोग होउछि सेही समय रे मध्य आमे अर्थगत परिवर्तन को लक्ष्य करि परिबा। उदाहरण स्वरूप आमे नेले साद शब्द को। साद रे जेतेबेले प्र उपसर्ग जोग होउछि सेतेबेले कोन होउछि एहा प्रसाद शब्द रे परिवर्तित होउछि, जहार अर्थ होउछि पूजार भोग। ठीक अछि, किंतु एही साद शब्द रे जेतेबेले अव उपसर्ग जोग होउछि सेही समय रे एहार अर्थ होउछि अवसाद, जहा कि दुख को बुझाउछि। तो उपसर्गर परिवर्तन फल रे अर्थर परिवर्तन मध्य घटुछि। नेक्स्ट देखिबा वाक्य तात्विक कारण। वाक्य गठन रे व्यतिक्रम घटिले मध्य अर्थ परिवर्तन हुए। जेतेबेले आमे वाक्य गठन करूछु से समय रे यदि किछि विच्युति घटे, किछि व्यतिक्रम घटे, सेतेबेले अर्थ परिवर्तन होइथाय। जेमिति प्रथमे देखिबा शब्द संस्थान। शब्द संस्थान माने कोन? शब्द गुडी को निजर स्थान को यदि परिवर्तन करंती। रामर पुओ हरि मंदिर को जीव। ए जगह रे कोन होउछि ना रामर पुओ हेउछि हरि। राम हेउछि जगह रे बापा, हरि हेउछि पुओ। किंतु आमे जदि शब्द को परिवर्तित कर देले ताहेले कोन हेबो ना हरि रो पुओ राम मंदिर को जीव। ए जगह रे हरि कोन हे गेला बापा हे गेला, राम हे गेला पुओ। ठीक अछि। तो शब्द गुडी को निजर स्थान परिवर्तन कले अर्थ स्वाभाविक भाव रे परिवर्तित होउछि। नेक्स्ट देखिबा अस्थि सूचक वाक्य जेतेबेले नास्ति सूचक वाक्य रे परिवर्तित हुए सेतेबेले अर्थ परिवर्तन घटे। यह अति साधारण कथा। गोविंद पाठ पढुछि, गोविंद पाठ पढु नाही। अस्थि सूचक थिबा समय रे यह समर्थन अर्थ रे व्यवहार होउछि। जेतेबेले यह नास्ति सूचक वाक्य रे परिवर्तन होउछि यह समर्थन को प्रत्याहार करूछि। ठीक अछि। ठीक सेही परि अस्थि सूचक वाक्य जेतेबेले प्रश्न सूचक वाक्य रे परिवर्तित हुए सेतेबेले मध्य अर्थ परिवर्तन हुए। ए कथा मध्य हमें जानिछु। यदि अस्थि सूचक वाक्य हला गोविंद पाठ पढुछि, प्रश्नवाचक शब्द रे परिवर्तित हला बेलकु आमे एको की शब्द को व्यवहार कर देबे, जहा फल रे अस्थि सूचक रे सूचनाटी स्पष्ट होइतबा बेले प्रश्नवाचक वाक्य रे सूचनाटी अज्ञात माने हुए। ठीक सेही परि विराम चिन्ह रे जेतेबेले व्यतिक्रम घटे सेही समय रे मध्य वाक्यर अर्थ परिवर्तन हुए। ए जगह रे उदाहरण दिया जायछि ए वुमेन, तापरे कॉलन अछि, विदाउट हर, तापरे कमा अछि, मैन इज नथिंग। यार अर्थ जदि आमे विश्लेषण करबा कोन हेबो ए वुमेन बा नारी किए विदाउट हर, जहा बिना मैन इज नथिंग, पुरुष किछि नुहे। ठीक अछि। किंतु जदि एही चिन्ह गुडी करे व्यतिक्रम घटे किमा लुप्त हुए ताहेले कोन हेबो ए वुमेन विदाउट हर मैन इज नथिंग। यार अर्थगत विश्लेषण कोन? ए वुमेन विदाउट हर मैन, जणे नारी निजर पुरुष बिना इज नथिंग, किछि नुहे। ए जगह रे नारी अस्तित्वटी महान हिथिबा बेले ए जगह रे पुरुषर अस्तित्वटी महान हिगला। तो सामान्य चिन्हर परिवर्तन फल रे मध्य
ବାକ୍ୟରେ ବିଶେଷ ପରିବର୍ତ୍ତନ ଘଟିବାର ଆମେ ଲକ୍ଷ୍ୟ କରୁଛୁ, ଯାହା ଅର୍ଥକୁ ମଧ୍ୟ ପରିବର୍ତ୍ତିତ କରୁଛି। ପୁଣି ଆମେ ୟାର ପୂର୍ବରୁ ଯୋଉ ଗୋଟେ ଉଦାହରଣ ଦିଆଯାଇଛି, ଗୋବିନ୍ଦ ପାଠ ପଢୁଛି, ତାକୁ ମଧ୍ୟ ଏହିଭଳି ଉଦାହରଣ ରୂପରେ ନେଇପାରିବା। ସେଇ ସମାନ ଶବ୍ଦ ଗୋବିନ୍ଦ ପାଠ ପଢୁଛିରେ ଯଦି ପୂର୍ଣ୍ଣଚ୍ଛେଦ ଲାଗିଲା, ତାହେଲେ ଏ ଜାଗାରେ ସୂଚନାଟି ଆମେ ସମ୍ପୂର୍ଣ୍ଣ ଭାବରେ ପ୍ରାପ୍ତ କଲେ। କିନ୍ତୁ ଏହି ଜାଗାରେ ଯଦି କେବଳ ସାମାନ୍ୟ ଏକ ପ୍ରଶ୍ନବାଚକ ଚିହ୍ନ ଦେଇ ଦିଆଯାଏ, ତାହେଲେ ସୂଚନାଟି ଅସମ୍ପୂର୍ଣ୍ଣ ମନେ ହେବ। ତ ଏହିଭଳି ବିରାମ ଚିହ୍ନ କିମ୍ବା ବିଭିନ୍ନ ଚିହ୍ନ ଗୁଡ଼ିକର ବ୍ୟତିକ୍ରମ ଘଟିଲେ ମଧ୍ୟ ଅର୍ଥର ପରିବର୍ତ୍ତନ ଘଟିଥାଏ। ନେକ୍ସଟ ଦେଖିବା ବଳାଘାତ। ବଳାଘାତ କଣ ନା, ବାକ୍ୟରେ ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ଶବ୍ଦ ଉପରେ ଜୋର ଦିଆଯାଏ, ସେତେବେଳେ ବାକ୍ୟରେ ସେହି ଶବ୍ଦର ଅର୍ଥଟି ଗୁରୁତ୍ୱପୂର୍ଣ୍ଣ ହୋଇ ଅର୍ଥକୁ ବହନ କରେ। ଉଦାହରଣ ସ୍ୱରୂପ ଗୋବିନ୍ଦ ପାଠ ପଢୁଛି, ଯଦି ଆମେ ଗୋବିନ୍ଦ ଶବ୍ଦ ଉପରେ ଜୋର ଦେଲେ ବା ବଳାଘାତ କଲେ, ତାହେଲେ କଣ ହେବ, ଗୋବିନ୍ଦ ପାଠ ପଢୁଛି। ତ ଏହାର ଅର୍ଥ କଣ ହେବ ନା, କେବଳ ଗୋବିନ୍ଦ ହିଁ ପାଠ ପଢୁଛି। ଏ ଜାଗାରେ ଗୋବିନ୍ଦ କଣ କଲା ନା, ସମସ୍ତ ଅର୍ଥକୁ ବହନ କଲା, କର୍ତ୍ତାକୁ ଏ ଜାଗାରେ ଗୁରୁତ୍ୱ ଦିଆଗଲା। କିନ୍ତୁ ସେଇ ସମାନ ଶବ୍ଦରେ ଯଦି ଆମେ ପାଠ ଉପରେ ବଳାଘାତ କଲେ, ତାହେଲେ କଣ ହେବ, ଗୋବିନ୍ଦ ପାଠ ପଢୁଛି। ଏ ଜାଗାରେ କଣ ହେଲା ନା, କର୍ମ ଉପରେ ଜୋର ଦିଆଗଲା, ଯାହା ଫଳରେ ପାଠ ପଢିବାର କର୍ମଟି ହିଁ ନିର୍ଦ୍ଦିଷ୍ଟ ଭାବରେ ସାମ୍ନାକୁ ଆସିଲା। ନେକ୍ସଟ ହେଉଛି ସ୍ୱର ଲହର ହେବା ଫଳରେ ମଧ୍ୟ ଅର୍ଥରେ ପରିବର୍ତ୍ତନ ଘଟିଥାଏ। ଯେମିତି ସେଇ ସମାନ ଶବ୍ଦ ତୁ ଯାଉନୁକୁ ଆମେ ବିଭିନ୍ନ ଅର୍ଥରେ ବ୍ୟବହାର କରିପାରିବା। ଯଦି ସ୍ୱର ଲହରରେ ରହିଲା ତୁ ଯାଉନୁ, ତାହେଲେ ତାହା କଣ ହେଲା, ଏକ ପ୍ରଶ୍ନବାଚୀ ହେଇଗଲା। ସେଇ ଶବ୍ଦକୁ ଆମେ ଅନ୍ୟ ସ୍ୱରରେ କହିଲେ ତୁ ଯାଉନୁ, ତାହେଲେ ତାହା ନିର୍ଭୟରେ ଗମନ କରିବା ଅର୍ଥରେ ବ୍ୟବହାର ହେବ। ପୁଣି ସେଇ ସମାନ ଶବ୍ଦକୁ ଆମେ ଯଦି କହିଲେ ତୁ ଯାଉନୁ, ତାହେଲେ ତାହା କଣ ହେବ ନା, ପଚାରୁଛୁ କାହିଁକି, ତୋର ଯଦି ଇଚ୍ଛା ତାହେଲେ ତୁ ଯା। ସେଇ ସମାନ ଶବ୍ଦଟି ଯେତେବେଳେ କଣ ହେଉଛି, ବିଭିନ୍ନ ଭଙ୍ଗୀରେ ବ୍ୟବହୃତ ହେଉଛି, ତାହେଲେ ଆମେ ଅର୍ଥରେ ପରିବର୍ତ୍ତନ ଦେଖିବାକୁ ପାଉଛୁ। ଏହାକୁ ବୁଝିବା ପାଇଁ ଆମେ ଗୋଟେ ଫନି ଉଦାହରଣ ନେଇପାରିବା। ଯେମିତି ପିକେ ମୁଭିରେ ଆମିର ଖାନ ଆଚ୍ଛା ଶବ୍ଦକୁ ବୁଝିବା ପାଇଁ ଚେଷ୍ଟା କରୁଥିଲେ। ଜେଲରେ ଥିବା ସମୟରେ ସେ ଅନୁଷ୍କା ଶର୍ମାକୁ କଣ କହୁଛନ୍ତି ନା, ଆଚ୍ଛା ଶବ୍ଦ କେମିତି ବହୁ ଅର୍ଥରେ ବ୍ୟବହୃତ ହେଉଛି, ସେ ଜିନିଷକୁ ବୁଝିବା ପାଇଁ ତାର ସ୍ୱର ଲହରରେ ବିଭିନ୍ନ ପରିବର୍ତ୍ତନ ଆଣୁଛି। ଏହାକୁ ମଧ୍ୟ ଆମେ ଉଦାହରଣ ସ୍ୱରୂପ ନେଇପାରିବା। ତେବେ ଏଇ ଥିଲା ଧ୍ୱନି ପରିବର୍ତ୍ତନର ବିଭିନ୍ନ କାରଣ ଗୁଡ଼ିକ, ଯାହାକୁ ଆମେ ଆଲୋଚନା କଲେ ଏବଂ ୟୁଜିସି ନେଟରେ ଆସିଥିବା ପ୍ରଶ୍ନକୁ ମଧ୍ୟ ଏ ଜାଗାରେ ଆମେ ଆଲୋଚନା କଲେ। ଯଦି ଆପଣମାନଙ୍କୁ ଆଲୋଚନାଟି ଭଲ ଲାଗୁଛି, ତାହେଲେ ଦୟାକରି ନିଜର ମତାମତ କମେଣ୍ଟ ବକ୍ସରେ ଜଣାଇବେ। ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ପରବର୍ତ୍ତୀ କ୍ଲାସରେ ଆମେ ଧ୍ୱନି ପରିବର୍ତ୍ତନର ବିଭିନ୍ନ ଭେଦ ତଥା ଦିଗ ସମ୍ପର୍କରେ ଆଲୋଚନା କରିବା। ଆଜି ପାଇଁ ଏତିକି, ଧନ୍ୟବାଦ।